ବାଉଁଶ ଗଛ ଏବଂ ଫର୍ନ ଗଛର କାହାଣୀ। ନମସ୍କାର ଛାତ୍ରଛାତ୍ରୀମାନେ, ଆଜି ମୁଁ ଆପଣଙ୍କୁ ଗୋଟିଏ ବହୁତ ସୁନ୍ଦର ଏବଂ ପ୍ରେରଣାଦାୟକ କାହାଣୀ କହିବାକୁ ଯାଉଛି। ଏହି କାହାଣୀ ଆମ ଜୀବନର ଧୈର୍ଯ୍ୟ ଏବଂ ପରିଶ୍ରମର ମହତ୍ତ୍ୱ ବୁଝାଇଥାଏ। ଥରେ ଜଣେ ବ୍ୟକ୍ତି ନିଜ ବଗିଚାରେ ଗୋଟିଏ ଫର୍ନ ଗଛ ଏବଂ ଗୋଟିଏ ବାଉଁଶ ଗଛ ଲଗାଇଲେ। ସେ ଦୁଇଟି ଗଛକୁ ସମାନ ଭାବରେ ପାଣି ଦେଲେ, ସାର ଦେଲେ ଏବଂ ସୂର୍ଯ୍ୟ ଆଲୋକରେ ରଖିଲେ। କିଛି ଦିନ ପରେ ଫର୍ନ ଗଛଟି ବଢ଼ିବାକୁ ଲାଗିଲା। ସବୁଜ ପତ୍ରରେ ବଗିଚାଟି ସୁନ୍ଦର ଦେଖାଗଲା, କିନ୍ତୁ ବାଉଁଶ ଗଛଟିର ଉଚ୍ଚତା ଜମା ବଢ଼ିଲା ନାହିଁ। ବ୍ୟକ୍ତି ଜଣକ ବାଉଁଶ ଗଛକୁ ସେମିତି ଛୋଟ ଦେଖି ନିରାଶ ହେଲେ। ଦ୍ୱିତୀୟ ବର୍ଷ ବିତିଗଲା। ଫର୍ନ ଗଛଟି ଆହୁରି ବଡ଼ ହେଲା, କିନ୍ତୁ ବାଉଁଶ ଗଛରେ କୌଣସି ପରିବର୍ତ୍ତନ ହେଲା ନାହିଁ। ତୃତୀୟ ଏବଂ ଚତୁର୍ଥ ବର୍ଷ ମଧ୍ୟ ସେମିତି କଟିଗଲା। 5 ବର୍ଷ ପରେ ହଠାତ୍ କିଛି ଦିନ ଭିତରେ ବାଉଁଶ ଗଛଟି 80 ଫୁଟ ଉଚ୍ଚ ହୋଇଗଲା। ଆପଣ ଭାବୁଥିବେ, ଏତେ ବର୍ଷ ଧରି ବାଉଁଶ ଗଛଟି କାହିଁକି ବଢ଼ିନଥିଲା? ପ୍ରକୃତ କଥା ହେଉଛି, ସେହି 5 ବର୍ଷ ଭିତରେ ବାଉଁଶ ଗଛଟି ଭୂମି ତଳେ ନିଜର ଚେରକୁ ମଜବୁତ କରୁଥିଲା। ଯଦି ସେ ପ୍ରଥମ ବର୍ଷରେ ହିଁ ବଢ଼ିଯାଇଥାନ୍ତା, ତେବେ ଗୋଟିଏ ଝଡ଼ରେ ସେ ଭାଙ୍ଗି ଯାଇଥାନ୍ତା। କିନ୍ତୁ 5 ବର୍ଷର କଠିନ ପରିଶ୍ରମ ଯୋଗୁଁ ତା'ର ଚେର ଏତେ ମଜବୁତ ହେଲା ଯେ ସେ ଯେକୌଣସି ଝଡ଼କୁ ସହ୍ୟ କରିପାରିଲା। ଆମ ଛାତ୍ର ଜୀବନରେ ମଧ୍ୟ ଠିକ୍ ସେହିପରି। ଯେତେବେଳେ ଆପଣ ପରୀକ୍ଷାରେ ଭଲ ମାର୍କ ପାଇବା ପାଇଁ ପରିଶ୍ରମ କରନ୍ତି କିନ୍ତୁ ଫଳ ମିଳେ ନାହିଁ, ସେତେବେଳେ ନିରାଶ ହୁଅନ୍ତୁ ନାହିଁ। ଆପଣ ଭୂମି ତଳେ ବାଉଁଶ ଗଛର ଚେର ପରି ନିଜର ଜ୍ଞାନ ଏବଂ ଦକ୍ଷତାକୁ ବଢ଼ାଉଛନ୍ତି। ଥରେ ଆପଣଙ୍କ ଭିତ୍ତି ମଜବୁତ ହୋଇଗଲା ପରେ ଆପଣଙ୍କୁ ସଫଳତା ହାସଲ କରିବାକୁ କେହି ଅଟକାଇ ପାରିବେ ନାହିଁ। ତେଣୁ ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ କଠିନ ପରିଶ୍ରମ ଜାରି ରଖନ୍ତୁ। ଧନ୍ୟବାଦ।